ବହୁତ ଦିନରୁ କିଛି ଶସ୍ୟ ମାଟି ଭିତରେ ଲୁଚି ରହିଥିଲା, କିନ୍ତୁ ମାଟି ଭିତରେ ହଜି ଯାଇନଥିଲା। ଏହା ସତ୍ୟ। ବର୍ଷା ଆସିବା ପରେ, ମାଟି ଓଦା ହେବା ପରେ ସେହି ଶସ୍ୟ ଦାନାଟି ନିଜକୁ ପ୍ରକାଶିତ କରିବା ପାଇଁ ଚେଷ୍ଟା କରୁଛି, ଯାହାର ଦୃଶ୍ୟ ଆପଣ ଦେଖୁଛନ୍ତି। ମାଟିକୁ ଫଟାଇ ଆଗକୁ ବଢ଼ୁଛି ସେହି ବିହନରୁ ସୃଷ୍ଟି ହୋଇଥିବା ଧାନ ଗଛ। ଆପଣମାନେ ଅନୁଭବ କରନ୍ତୁ, ବର୍ଷା ଆସିବା ପରେ ମାଟି ଓଦା ହେଲା, ମାଟି ଓଦା ହେବା ପରେ ବିହନ ବା ମଞ୍ଜି ନିଜକୁ ବିକଶିତ କରିବା ପାଇଁ ସୁଯୋଗ ପାଇଲା। ପରସ୍ପରର ସାହାଯ୍ୟ ସହଯୋଗ ଦ୍ୱାରା ବିକଶିତ ହୁଏ। ଏହି ମୋଟିଭେସନରୁ ଆପଣ ଭଲ ଭାବରେ ବୁଝିପାରୁଥିବେ। ମାଟିକୁ ଫଟାଇବା ପାଇଁ ବିହନକୁ କିଛି ବ୍ୟବସ୍ଥା କରିବାକୁ ପଡ଼ିଛି। ଏଥିପାଇଁ ପ୍ରକୃତିର ପ୍ରଭାବକୁ ଅନୁଭବ କରାଯାଇଛି। ମଣିଷ ମଧ୍ୟ ସେପରି ଭଲ ସେବା ପାଇଁ